ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଲୁଜ୍ ମୋସନରେ ହାଲିଆ ଲାଗୁଥିଲେ ଲେମ୍ବୁ ପାଣିରେ ଚିନି ଲୁଣ ପକାଇ 2 ଗ୍ଲାସ ଲେଖାଏଁ ପ୍ରତି 2 ଘଣ୍ଟାରେ ପିଅନ୍ତୁ। ଜଲ୍ଦି ହାଲିଆରୁ ଉପଶମ ମିଳିବ। ନମ୍ବର 2, କମ୍ ପାଣି ପିଇବା ଦ୍ୱାରା ମସ୍ତିଷ୍କ କମଜୋର ହୋଇଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ରେ ହୋଇନଥାଏ ଏବଂ ଶରୀର ମଳିନ ଦେଖାଯାଇଥାଏ। ତେଣୁ ଆପଣମାନେ ଅଧିକ ପାଣି ପିଅନ୍ତୁ। ନମ୍ବର 3, ଆଖି ଅଧିକ ଜଣାପୋଡ଼ା ହେଉଥିଲେ ଥଣ୍ଡା ପାଣିରେ ଆଲୋଭେରା ଜେଲ୍ ମିଶାଇ ଦିନକୁ 2ରୁ 3 ଥର ଆଖିରେ ଲଗାନ୍ତୁ। ଜଲ୍ଦି ଏହି ସମସ୍ୟା ଦୂର ହୋଇଥାଏ। ନମ୍ବର 4, କଞ୍ଚା କ୍ଷୀର କଞ୍ଚା ବାଦାମ ଏବଂ ରାତିରେ ଶାଗ ଖାଇଲେ ଗ୍ୟାସ୍ ହେବାର ଅଧିକ ସମ୍ଭାବନା ରହିଥାଏ। ତେଣୁ ଆପଣମାନେ ଏହି ସବୁରୁ ଦୂରେଇ ରୁହନ୍ତୁ। ନମ୍ବର 5, ଖାଇସାରିବା ପରେ ଗୋଟିଏ ଗିନା ଦହି ଖାଆନ୍ତୁ। ଏହା ଏତେ ଫାଇଦା ଦେଇଥାଏ ଯେ ଆପଣ ବିଶ୍ୱାସ ବି କରିପାରିବେ ନାହିଁ। ଏସିଡ଼ିଟି ପରି ସମସ୍ୟା ହୋଇନଥାଏ ଓ ଏହା ଖାଦ୍ୟକୁ ଜଲ୍ଦି ହଜମ କରାଇଥାଏ। ତେଣୁ ଆପଣମାନେ ଦହିକୁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ। ନମ୍ବର 6, ଛୋଟ ଶିଶୁମାନଙ୍କୁ ଜ୍ୱର ହେଉଥିଲେ ପିଆଜକୁ କାଟି ପାଦରେ ମାଲିସ କଲେ ଶରୀରରୁ ଜ୍ୱରର ତାପମାତ୍ରା କମିଯାଇଥାଏ। ନମ୍ବର 7, ସକାଳୁ ପ୍ରଥମେ ଉଠି 2 ଗ୍ଲାସ ଉଷୁମ ପାଣି ପିଅନ୍ତୁ। ଏହା ଶରୀରର ମଇଳାକୁ ବାହାର କରେ ଯାହାକି ମୁହଁ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ। ନମ୍ବର 8, ଉଷୁମ କ୍ଷୀରରେ ଡାଲଚିନି ପାଉଡର ଏବଂ ଅଳ୍ପ ମହୁ ମିଶାଇ ପିଇଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ। ଯଦି ଟିକେ କାମ କରି ଅଧିକ ହାଲିଆ ଲାଗୁଥାଏ ତାହେଲେ ଆପଣ ଏହାକୁ ଜରୁର ଖାଦ୍ୟରେ ସାମିଲ କରନ୍ତୁ। ନମ୍ବର 9, ଯଦି ଆପଣଙ୍କର ମୁଣ୍ଡବିନ୍ଧା କମୁନାହିଁ ତାହେଲେ ଆପଣମାନେ ସେଓରେ କଳା ଲୁଣ ଲଗାଇ ଖାଇବା ଦ୍ୱାରା ପୁରୁଣାରୁ ପୁରୁଣା ମୁଣ୍ଡବିନ୍ଧା ଦୂର ହୋଇଯାଇଥାଏ। ନମ୍ବର 10, ସବୁବେଳେ କଫ କାଶ ହେଉଥିଲେ 2 ଚାମଚ ଅଦା ରସରେ 2 ଚାମଚ ମହୁ ମିକ୍ସ କରି ପିଅନ୍ତୁ। ଜଲ୍ଦି ଏଥିରୁ ଆରାମ ମିଳିଥାଏ। ନମ୍ବର 11, ବାନ୍ତି ଆସୁଥିଲେ ପିଆଜ ରସରେ ଲେମ୍ବୁ ରସ ମିଶାଇ ପିଇଲେ ବାନ୍ତି ହେବା ଦୂର ହୋଇଥାଏ। ନମ୍ବର 12, ଆଣ୍ଠୁଗଣ୍ଠିରେ ଯଦି ସବୁବେଳେ ଯନ୍ତ୍ରଣା ଆପଣ ଅନୁଭବ କରୁଛନ୍ତି ତାହେଲେ ଆପଣମାନେ 2ରୁ 3ଟି ପିସ୍ତା ବାଦାମ ଖାଆନ୍ତୁ। କିଛି ଦିନ ମଧ୍ୟରେ ଦେଖିବେ ଯନ୍ତ୍ରଣା ଦୂର ହୋଇଯିବ। ନହେଲେ ଆପଣମାନେ ଲିମ୍ବ ତେଲ ଆଣ୍ଠୁରେ ମାଲିସ କରନ୍ତୁ। ଏହା ମଧ୍ୟ ଯନ୍ତ୍ରଣାକୁ ଦୂର କରିଥାଏ। ନମ୍ବର 13, ଦିନରେ ଆପଣମାନେ ଯାହା ବି ଭୋଜନ କରୁଛନ୍ତି କରନ୍ତୁ କିନ୍ତୁ ମନେ ରଖନ୍ତୁ ଖାଇବା ପୂର୍ବରୁ 1 ଗ୍ଲାସ ପାଣି ନିହାତି ଭାବରେ ପିଅନ୍ତୁ। ଏହାଦ୍ୱାରା ଖାଦ୍ୟ ଶରୀରର କିଛି କ୍ଷତି କରିନଥାଏ ଓ ଆପଣ ବି ସୁସ୍ଥ ରହିବେ। ନମ୍ବର 14, ଗ୍ଲୋଇଂ ସ୍କିନ୍ ପାଇଁ ରାତିରେ ଶୋଇବା ପୂର୍ବରୁ 2 ଟୋପା ବାଦାମ ତେଲ ମୁହଁରେ ଧୀରେ ଧୀରେ ମାଲିସ କରି ଶୁଅନ୍ତୁ। ସକାଳେ ମୁହଁ ଧୋଇବା ପରେ ଚେହେରା ତୁରନ୍ତ ଗ୍ଲୋ କରିଥାଏ। ନମ୍ବର 15, ଯେଉଁମାନଙ୍କର ପାଦର ଗୋଇଠି ଫାଟୁଥାଏ ସେମାନେ ପାଦକୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୋଡ଼କୁ ଭଲ ଭାବରେ ଧୋଇକରି ଭେସଲିନ୍ କିମ୍ବା ନଡ଼ିଆ ତେଲ ମାଲିସ କରି ଶୁଅନ୍ତୁ। ଦେଖିବେ ପାଦ ଫଟା ବହୁ ଜଲ୍ଦି କମିଯିବ। ନମ୍ବର 16, ହଳଦୀ ବେସନ ମୁଲତାନୀ ମାଟି ଦହିକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ଚେହେରାରେ ଲଗାଇ 20 ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ଫେସ୍ ପ୍ୟାକ୍ ନିଶ୍ଚିତ ଲଗାନ୍ତୁ। ଏବେ ତ ଶୀତ ଦିନ ଆସିଲାଣି, ଏହାକୁ ନିହାତି ଭାବରେ ଲଗାନ୍ତୁ। ନମ୍ବର 17, ଶୀତ ଦିନ ଆସିଲାଣି। ତ୍ୱଚା କେଶ ଏବଂ ନଖର ଯତ୍ନ ଏହି ଦିନରେ ଅଧିକ ନିଅନ୍ତୁ। ଶୀତ ଦିନରେ ଗାଧୋଇବା ପୂର୍ବରୁ ତେଲ ନିହାତି ଭାବରେ ଲଗାନ୍ତୁ ନହେଲେ ଆପଣଙ୍କର ଶରୀର ଶୁଖିଲା ହୋଇଯିବ। ନମ୍ବର 18, କମ୍ ବୟସ ଦେଖାଯିବା ପାଇଁ ପ୍ରତି 1 ଘଣ୍ଟାରେ ଥରେ 1 ଗ୍ଲାସ ପାଣି ପିଇବା ଉଚିତ। ତାହା ସହିତ ତେଲ ମସଲା ଲୁଣ ଏବଂ ଚିନି ଯେତେ ପାରିବେ କମ୍ ଖାଇବେ ସେତେ ଭଲ ଏବଂ ପ୍ରତିଦିନ ଏକ୍ସରସାଇଜ ସହିତ ଗୋଟିଏ ଫଳ ନିଶ୍ଚିତ ଖାଆନ୍ତୁ। ଗଜା ମୁଗ ଏବଂ ଗଜା ବୁଟ ସବୁଦିନ ଖାଆନ୍ତୁ।
ନମ୍ବର 19 ଝାଡ଼ୁ କରିବା ସମୟରେ ନିଶ୍ଚୟ ଧ୍ୟାନ ଦେବା ଉଚିତ କି ଯେମିତିକି ସେଇ ଧୂଳି ଆପଣଙ୍କ ଦେହରେ ନ ପଡ଼େ। ଦେହରେ ଧୂଳି ପଡ଼ିବା ଭଲ ନୁହେଁ କି ଝାଡ଼ୁ ଦେହରେ ବାଜିବା ଠିକ୍ ନୁହେଁ। ନମ୍ବର 20 ପ୍ରତ୍ୟେକ ଗୃହିଣୀମାନେ ପ୍ରତିଦିନ ଗୀତା ଭାଗବତ ପଢ଼ିବା ଉଚିତ। ରାମାୟଣ ଗୀତା ଭାଗବତ ପଢ଼ି ଅନ୍ୟକୁ ପ୍ରତିଦିନ ବୁଝାଇଲେ ଘରେ ସମସ୍ତ ବିପଦ ଦୂରେଇ ଯାଇଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ ଓଡ଼ିଶାର କେଉଁ ଜିଲ୍ଲାରୁ କହୁଛନ୍ତି ମୋତେ କମେଣ୍ଟ କରି ନିହାତି ଜଣାଇବେ। ନମ୍ବର 21 ଚତୁର୍ଥୀ ରାତିରେ କୁଳବଧୂ ପିନ୍ଧିଥିବା ଲୁଗାକୁ କେବେ ବି ବାହାରେ ଶୁଖେଇବେ ନାହିଁ। ଏହାଦ୍ୱାରା ବିବାହ ଜୀବନରେ ଅନେକ ଅସୁବିଧା ଓ କଳିଝଗଡ଼ା ଲାଗି ରହିଥାଏ। ଏହି କଥା ମନେ ରଖିବେ। ନମ୍ବର 22 ଲକ୍ଷ୍ମୀଙ୍କ ବାରରେ ପ୍ରଥମେ ପାରାମାନଙ୍କୁ ହଳଦୀ ଅନ୍ନ ଖାଇବାକୁ ନ ଦେଇ ଘରର ଅନ୍ୟ କାମ କିଛି କରିବ ନାହିଁ। ଏହା କଲେ ଘରର ଧନ ବୃଦ୍ଧି ହୋଇନଥାଏ। ନମ୍ବର 23 ସନ୍ଧ୍ୟାରେ ବା ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ କରି ବାହାରେ ଘରର ଅଳିଆ ପକାନ୍ତୁ ନାହିଁ। ଏହା କଲେ ଘରର ଆର୍ଥିକ ସମସ୍ୟା ଦେଖାଦେଇଥାଏ। ନମ୍ବର 14 ଋତୁସ୍ରାବ ସମୟରେ ପ୍ରତ୍ୟେକ ମହିଳାମାନେ ଢିଙ୍କି ଶିଳପୁଆ ଝାଡ଼ୁ ଇତ୍ୟାଦିକୁ ଗୋଡ଼ରେ ଡେଇଁକି ଯିବା ଉଚିତ ନୁହେଁ। କାହିଁକି ନା ଏହି ଜିନିଷରେ ଠାକୁର ବାସ କରିଥାନ୍ତି। ପର୍ବପର୍ବାଣିରେ ଏହି ଜିନିଷ ସବୁ ପୂଜା କରାଯାଇଥାଏ। ତେଣୁ ଆପଣମାନେ ଏମିତି ବି କେବେ ବି ଏହିସବୁ ଜିନିଷକୁ ଡେଇଁକି ଯିବା କଥା ନୁହଁ। ତେଣୁ ଏହିସବୁ ଜିନିଷ ଋତୁସ୍ରାବ ହେଉ କି ଏମିତିରେ ହେଉ କେବେ ବି ଡେଇଁବା କଥା ନୁହେଁ। ସବୁବେଳେ ଗାଜର ଖାଉଥିବା ବ୍ୟକ୍ତି ବ୍ୟାୟାମ କରୁଥିବା ବ୍ୟକ୍ତି ନିଜ ବୟସଠାରୁ କମ୍ ଦେଖାଯାଇଥାନ୍ତି। ଯେଉଁମାନେ ପ୍ରତିଦିନ କିଛି ନା କିଛି କଥାକୁ ନେଇ ଚିନ୍ତାରେ ରୁହନ୍ତି ସେମାନେ ନିଜ ବୟସଠାରୁ ଅଧିକ ବୟସ ଦେଖାଯାଆନ୍ତି। ତେଣୁ ଆପଣମାନେ ବେଶୀ କିଛି ଚିନ୍ତା କରନ୍ତୁ ନାହିଁ କି ବେଶୀ କିଛି ଅଏଲ୍ ଫୁଡ଼୍ ଖାଆନ୍ତୁ ନାହିଁ। ସବୁବେଳେ ଏକ୍ସରସାଇଜ୍ କରନ୍ତୁ ଓ ଭେଜିଟେବୁଲ୍ସ ପରିବା ଖାଆନ୍ତୁ ଓ ଚିନ୍ତାମୁକ୍ତ ରୁହନ୍ତୁ। ନମ୍ବର 26 ତୁଳସୀ ଗଛକୁ ଘର ଭିତରେ ଲଗାଇବା ଉଚିତ ନୁହେଁ। ଖୋଲାରେ ତୁଳସୀ ଗଛ ଲଗାଇବା ଉଚିତ। ମାଟି ପାତ୍ରରେ ତୁଳସୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ। ତେଣୁ ଆପଣମାନେ ତୁଳସୀ ଗଛକୁ କେବେ ବି ଘର ଭିତରେ ଲଗାଇବେ ନାହିଁ। ଏହାଦ୍ୱାରା ଘରର ଅମଙ୍ଗଳ ହୋଇଥାଏ। ଆପଣମାନେ ଏହି କଥାକୁ ମନେ ରଖିବେ। ନମ୍ବର 28 ଘରେ ବ୍ରହ୍ମା ବିଷ୍ଣୁ ଏବଂ ଶିବଙ୍କର ମୂର୍ତ୍ତି ଏକାଠି ରଖି କେବେ ବି ପୂଜା କରିବା ଉଚିତ ନୁହେଁ। କାରଣ ବିଷ୍ଣୁଙ୍କୁ ତୁଳସୀ ପତ୍ରରେ ହିଁ ପୂଜା କରାଯାଏ। ଶିବଙ୍କୁ ତୁଳସୀ ପତ୍ର ଦିଆଯାଇ ନଥାଏ। ବ୍ରହ୍ମାଙ୍କୁ ଘରେ ରଖି ପୂଜା କରିବା ଉଚିତ ନୁହେଁ। ସମସ୍ତଙ୍କର ପୂଜା ବିଧି ଅଲଗା ଅଲଗା ହୋଇଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 29 ଘର ଉପରେ ମରିଯାଇଥିବା ଗଛର ଛାଇ ପଡ଼ିବା ଅଶୁଭ ହୋଇଥାଏ। ମୃତ୍ୟୁ ପରି ଦଣ୍ଡ ଭୋଗିବାକୁ ବି ପଡ଼ିଥାଏ। କାନ୍ଥ ଫାଟିଯାଇଥିବା ଘରେ ଅଶୁଭ ଶକ୍ତି ରହିଥାଏ। ତୁରନ୍ତ ସେହି ଫଟା କାନ୍ଥକୁ ସଜାଡ଼ି ଦେବା ଉଚିତ ହୋଇଥାଏ। ନମ୍ବର 30 ଶରୀର ପାଇଁ ପିସ୍ତା ବାଦାମର ଆବଶ୍ୟକତା ବହୁତ ଅଧିକ। ପାଣିରେ ପିସ୍ତା ବାଦାମକୁ ଭିଜେଇ ଖାଇବା ଦ୍ୱାରା ଏହା ଆଖି ପାଇଁ ବହୁତ ଉପକାରୀ ହୋଇଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ବଢ଼ାଇଥାଏ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍ କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।